ଦେଖନ୍ତୁ ଏସବୁ ଭିତ୍ତିହୀନ ଆଉ କାଳ୍ପନିକ ଏକ ମନଗଢ଼ା କାହାଣୀ। ଏଥିରେ କୌଣସି ସତ୍ୟତା ନାହିଁ। ଆପଣମାନେ ଯେମିତି ଜାଣିଥିବେ ମୋର ହର ସାରଙ୍କର ପ୍ରଥମ ନାଟକ ଦେଖ ଆଗକୁ କ'ଣ ହେଉଛି ଦୀର୍ଘ 8 ମାସ ହେଲାଣି ଆମେ ୱେବସାଇଟ୍ରେ ଛାଡ଼ିଥିଲୁ। ଆଉ ତାଙ୍କର ପ୍ରଥମ ନାଟକ ସମସ୍ତେ ଆମର ପ୍ରଯୋଜକ ବନ୍ଧୁମାନେ ଜାଣିଛନ୍ତି। ମୋର 22 ତାରିଖ ଯେପର୍ଯ୍ୟନ୍ତ ଆଖଡ଼ା ପୂଜା ହେଲା ହର ସାରଙ୍କର ଅନୁପସ୍ଥିତି ମୁଁ ଆମ ସଭାପତିକି ଏ ବିଷୟରେ ଜଣାଇଥିଲି। ହର ସାରଙ୍କୁ ବ୍ୟକ୍ତିଗତ ବି ମୁଁ ଫୋନ୍ କରିଥିଲି। ହର ସାର୍ କୌଣସି କାରଣବଶତଃ ଆମର ପ୍ରଥମ ନାଟକ ବହି ପୂଜାରେ ବି ଆସିନଥିଲେ। ମୋ ପାଖ ଆମେ ଆଉ ଆମ ଟିମ୍ ସମ୍ପୂର୍ଣ୍ଣ ରୂପେ ଆମ ପେସେନ୍ସରେ ରହିଲୁ। ଆମେ ଅପେକ୍ଷା କଲୁ। ସେ ତାଙ୍କର 2 ଜଣ ସହଯୋଗୀଙ୍କୁ ପଠାଇଲେ। ନାଟକ ବି ଆମ ଆଖଡ଼ାଶାଳାରେ ଯେତେ ଦିନ ହେବା କଥା ତାହାଠୁ ପାଖାପାଖି 8ରୁ 10 ଦିନ ବଢ଼ିଗଲାଣି। ସେଥିରେ ବି ଆମେ ବ୍ୟସ୍ତ ବିବୃତ ହେଇନୁ। ଆଉ ଆମେ ଯେତେବେଳେ ନାଟକର କୌଣସି କାରଣରୁ ତ୍ରୁଟି ଦେଖିଲୁ ସେଥିପାଇଁ ଆମେ ହର ସାରଙ୍କର ମୁଁ ଆମ ଟିମ୍ ଯାଇ ପହଞ୍ଚିଲୁ। ହର ସାରଙ୍କ ସହିତ ବ୍ୟକ୍ତିଗତ ଭାବେ ତାଙ୍କ ବାସଭବନରେ 10ରୁ 15 ମିନିଟ୍ କଥା ହେଲା ପରେ ସିଏ ସ୍ୱଇଚ୍ଛାରେ ଆମ ସହିତ ଆସିଲେ। ତାଙ୍କ ଗାଡ଼ିରେ ମଧ୍ୟ ଆସିଲେ। ମୋ ଗାଡ଼ିରେ ସେ ଆସିନାହାନ୍ତି। ମୁଁ ତାଙ୍କ ପଛେ ଆସିଲି, ସେ ଆଗରେ ଆସିଲେ। ଯାହା ସର୍ତ୍ତ ମାନେ ଆମର ତାଙ୍କ ସହିତ ଯେଉଁ ଟର୍ମ ଆଣ୍ଡ କଣ୍ଡିସନ୍ ହର ସାରଙ୍କ ସହିତ ଥିଲା ସେଇ ଟର୍ମ ଆଣ୍ଡ କଣ୍ଡିସନ୍ ହିସାବରେ ସେ ଏବେ ଆମ ଆଖଡ଼ାଶାଳାରେ ଅଛନ୍ତି, ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଆଉ ତାଙ୍କର ଭଲରେ ଯେହେତୁ ସେ ଜଣେ ଦକ୍ଷ ନିର୍ଦ୍ଦେଶକ ତାଙ୍କର ଆମେ କେୟାର ରଖୁଛୁ। ଆଉ ନାଟକର ପ୍ରସ୍ତୁତି ଦ୍ରୁତ ଗତିରେ ସରିବା ଷ୍ଟେଜ୍ରେ। ମାନେ କାଲି ମଙ୍ଗଳବାର ସନ୍ଧ୍ୟା 7 ଘଟିକାରେ ଯେଉଁ ହର ସାରଙ୍କର ନାଟକ ଦେଖ ଆଗକୁ କ'ଣ ହେଉଛି ତା'ର ଶେଷ ପର୍ଯ୍ୟାୟରେ BGM କାଲି ଷ୍ଟାର୍ଟ ହେବ। ଆଉ ସେ କାଲି BGM ଷ୍ଟାର୍ଟ ହେଲା ପରେ ସେ ଆରାମସେ ତାଙ୍କର ଯେଉଁ ପାର୍ଟିକି ଅଛନ୍ତି ଯେଉଁଠି ଯାଇପାରିବେ। କିନ୍ତୁ ମୋର ଚୁକ୍ତି ହିସାବରେ ମୋର ଟର୍ମ ଆଣ୍ଡ କଣ୍ଡିସନ୍ ହିସାବରେ ମାନେ ଆମ ଅପେରା ଯାଜ୍ଞସେନର ଟର୍ମ ଆଣ୍ଡ କଣ୍ଡିସନ୍ ହିସାବରେ ପ୍ରଥମ ନାଟକ ତାଙ୍କର ଥିଲା। ତାଙ୍କ ହିସାବରେ ତାଙ୍କୁ ଆମ ନାଟକ ସେ ପ୍ରଥମ ଆସି କରିଥାନ୍ତେ। ଆଉ ସେ ମଧ୍ୟ ଆସିଛନ୍ତି। ଆଉ ଟିକେ ଲେଟ୍ ହେଇଛି କିନ୍ତୁ ଆସି ପହଞ୍ଚୁଛନ୍ତି ଆଉ ଆଖଡ଼ା ଶେଷ ପର୍ଯ୍ୟାୟରେ। ଦ୍ୱିତୀୟ କଥା ହେଲା ଦେଖିବା କଳାକାରଙ୍କ ଭିତରେ ପଇସା ପତ୍ରକୁ ନେଇକି ଯେଉଁ ସବୁ ଝାମେଲା ଦେଖାଯାଇଥିଲା ଆଗକୁ ବର୍ତ୍ତମାନ ମାଲିକଙ୍କ କ୍ଷେତ୍ରରେ ମଧ୍ୟ ତା'ର ପୁନରାବୃତ୍ତି ଘଟିଛି। ଦେଖିବା ଜଣେ ମାଲିକ ଯଦି କେଉଁଠି ତ୍ରୁଟି ଦେଖିଲେ କି ତାଙ୍କର କ'ଣ ଅସୁବିଧା ହେଲା ନିର୍ଦ୍ଦେଶକକୁ ଜଣାଇଲେ ବା ନିର୍ଦ୍ଦେଶକ ଆସିଲେ ତାକୁ ନେଇକି ଅନ୍ୟ ମାଲିକମାନେ ସଂଘରେ ଅଭିଯୋଗ କରିବା ସେଇ ମାଲିକଙ୍କ ନାଁରେ ବାଉଁଶ ଲଗେଇକି କେତେ ଦୂର ଯୁକ୍ତିଯୁକ୍ତ ନେଇ କ'ଣ କହିବେ? ଆପଣଙ୍କ ନାଁରେ ତ ଯେଉଁ ଅଭିଯୋଗ ଆଣିଛନ୍ତି ଅନ୍ୟ ମାଲିକ ଭାଇ ଦେଖ ମୁଁ ବ୍ୟକ୍ତିଗତ ହିସାବରେ ମୁଁ ଏ ନ୍ୟୁଜ୍ ମିଡ଼ିଆରୁ ପାଇଲା ପରେ ମୋତେ ବହୁତ କଷ୍ଟ ଲାଗିଛି, ଆଘାତ ଲାଗିଛି। ମୁଁ ଆଗରୁ ମଧ୍ୟ କହିଥିଲି ମାନେ ଦେଖା ହେଉଥିବା ସରଳ ଆଉ ଭଦ୍ର ଲୋକମାନେ ସବୁବେଳେ ଭଦ୍ର ନଥାନ୍ତି। ତାଙ୍କ ଭିତରେ ବହୁତ ମାନେ ତାଙ୍କର ବହୁତ ଖରାପ ଚିନ୍ତାଧାରା ଥାଏ। ନିଜର ଆଖଡ଼ାଶାଳାରେ ଗୋଟେ ନାଟକ ସାରି ଦ୍ୱିତୀୟ ନାଟକ ତାଙ୍କର ଆରମ୍ଭ କରିବାକୁ ସେ ଯେତେ ବ୍ୟସ୍ତ। ଗୋଟିଏ ନୂଆ ପାର୍ଟି ଆମର ପ୍ରଥମ ନାଟକ ଏପର୍ଯ୍ୟନ୍ତ ସରିନି। କିନ୍ତୁ ତାଙ୍କର ମୋତେ ଲାଗୁଛି ସେ ଷଡ଼ଯନ୍ତ୍ର କରୁଛନ୍ତି ଆମର ଏ ଯେଉଁ ନୂଆ ପାର୍ଟି ଅଛି ଏସବୁ ପାର୍ଟି କେମିତି ଆଗକୁ ନ ଯାଉ, ଏସବୁ କେମିତି ବନ୍ଦ ହେଇଯାଉ। ଆଉ ଏଭଳି ଯଦି ପରିସ୍ଥିତି ରୁହେ ଆଗକୁ ସମସ୍ତଙ୍କ ମାନେ ଯେଉଁ ଆମର ଆସୋସିଏସନ୍ ଅଛି ତା ପାଇଁ ଶୁଭନୀୟ ନୁହେଁ।